ଏଇ ଗୋଟେ ଜୋତା ଆଇଛି ମୋ ପାଇଁ ମୋ କ'ଣ ସ୍ତ୍ରୀ ମୋତେ ଗୋଟେ ଗିଫ୍ଟ କରିଛନ୍ତି ଜୋତାଟେ ବଢ଼ିଆ ଜୋତାଟେ ବ୍ରାଣ୍ଡ ଜୋତାଟେ ଆମେ ସେଇ ଲେଦରରୁ ଯାଇକି ବର୍ଷା ଆଣ୍ଟିଙ୍କ ଜୋତା ବି ସେଇଠି ଅଛି। ବର୍ଷା ଆଣ୍ଟି କାଲି ତାଙ୍କ ସେଭିଂରୁ ବହୁତ କିଛି କରିଛନ୍ତି। ଏଇ ତ ସେଠି ଗୋଟେ ଜୋତା ଅଛି ଦେଖିକି ଆଣନ୍ତୁ ଆପଣଙ୍କ ଉପରେ ପଡ଼ିବ। ଏଇ ଦେ ଭାଇ ମାମୁଁ ଆମର ଏଠି ଖାଇବା ଚଲେଇଛି। ଏଇ ବର୍ଷା ଆଣ୍ଟି ତାଙ୍କର ଗୋଟେ ବଢ଼ିଆ ଜୋତା ଆଣିଛନ୍ତି। ଏ ଜୋତାଟି ମୁଁ ତାଙ୍କୁ ବାଛିକି ଦେଇଛି। ହଁ ମୁଁ ଜାଣିଥିଲି ତମେ ଏଇ କଥାଟି କହିବ ବୋଲି। ହଁ ଆହୁରି ଗୋଟେ ବଢ଼ିଆ ଜିନିଷ ଦେଇଛନ୍ତି ଯେଉଁଟାକି ସେ ଲକର ଭିତରେ ଅଛି। ତମେ ଖୋଲିଲେ କୋଉଥିରେ ଅଛି? ଏଇଠି ଗୋଟେ ବଢ଼ିଆ ଜିନିଷ ଥୁଆ ହେଇଛି ନୂଆ ମନି ପର୍ସଟେ ଦେଖନ୍ତୁ। ପୁରା ଚମଡ଼ା ବିହୀନ ମନି ପର୍ସଟେ ମୋତେ ମିଳିଛି ଯେଉଁଥିରେ କି 100ଟି ଟଙ୍କା ଅଛି। ସେଇଟା ବି ମୋତେ ମୋ ସ୍ତ୍ରୀ ଦେଇଛନ୍ତି। ଆହୁରି ଗୋଟେ ବଢ଼ିଆ ଜିନିଷ ବର୍ଷା ଆଣ୍ଟି ଆଣିଛନ୍ତି ମୋତେ ଛୋଟ ଛୋଟ ଜିନିଷ ଦେଇ ସେ ତାଙ୍କ ପାଇଁ ବହୁ ବଡ଼ ବଡ଼ ଦାମୀ ଦାମୀ ଜିନିଷ କରିଛନ୍ତି ଯେଉଁଠିକି ଏତିକି ଏଇ ଭିତରେ ଅଛି। ଆପଣ ଯଦି ଏଇଟାକୁ କଷ୍ଟ କରି ଖୋଲିବେ ମୁଁ ଆପଣଙ୍କୁ ଦେଖେଇ ପାରିବି। ଖୋଲନ୍ତୁ। ଖାଇଛି ତାହେଲେ ହେଇ ଆପଣ ଆସ୍ତେ କି ତଳକୁ ବସନ୍ତୁ। ହଳଦିଆ ବ୍ୟାଗ୍ ଉପରେ ଗୋଟେ ଧଳା ବ୍ୟାଗ୍ ଅଛି ସେଇଟାକୁ ଆପଣ କାଢ଼ନ୍ତୁ। ଏଇଠି ଆପଣଙ୍କର 1200ଟି ମୁଦ୍ରା ପଡ଼ିଲା। 1800 କେତେ ଟଙ୍କା ପଡ଼ିଲା? 800 କେତେ ଟଙ୍କା ପଡ଼ିଲା? ହେଇଛି ଆପଣଙ୍କ ମନକୁ ଗଲା କି ନାହିଁ? ଆମ ଝିଅର କିଛି ଆସିନାହିଁ। ଝିଅ ପାଇଁ ଆମେ ଜୋତା ଦେଖିଲୁ ତାର ଯେ ବୁକୁଟେ ବୁକୁଟେ ଗୋଡ଼କୁ ଜୋତା କୌଣସି ହେଲେନି। ତଥାପି ଆମେ ଆମ ମନକୁ ବୁଝେଇକି ଆଇଲୁ କି ଆଉ 6 ମାସ ପରେ ଆମ ଝିଅ ଯେତେବେଳେ ଚାଲିବ ଆମେ ଶ୍ରୀ ଲେଦରରୁ ଯାଇ ଜୋତାଟିଏ ଆଣିବା। କୁସୁମାରେ କିଛି ଖାଦ୍ୟ ଗ୍ରହଣ କରିବା। ଆଉ ଆପଣଙ୍କୁ ଏତେ ସାରା ଜିନିଷ ଦେଖି କେମିତି ଲାଗିଲା କୁହନ୍ତୁ? ବଢ଼ିଆ ଲାଗିଲା। ଯଦି ଆପଣ ଯେହେତୁ ଖୋଲିଥିଲେ ଆପଣ ପୁରେଇ ଦିଅନ୍ତୁ। ଯଦି ଆପଣ ପୁରେଇ ଦେବେ ମୁଁ ଆପଣଙ୍କୁ ଆଇସ୍କ୍ରିମ୍ରୁ ଟିକେ ଦେଖେଇ ଖାଇବି। ଆପଣ ଛଡ଼େଇ ଆଣିଲେ ବି ମୁଁ ଆଉ ତା ଭିତରେ ଝିଅର ସିଝାଟି ବସିଛି ମୁଁ ଦେଖିବାକୁ ଯାଉଛି। ଝିଅର ସିଝାରେ ଭରପୁର ପାଣି ଥିବାରୁ ସିଝା ହେଉଛି। ଆପଣଙ୍କୁ କିଛି ନ ପଚିବେ କ'ଣ ଅସୁବିଧା ଅଛି କୁହନ୍ତୁ? ରଖ